ମାମା ହୁଁ ଆଜି ଦେହ ଭଲ ନଥିଲା ସକାଳ ପାଖରୁ ହୁଁ ସେଇଥିରେ ବି ଅଙ୍ଗନବାଡ଼ି ଯାଇ ସ୍କୁଲରୁ ଆସି ଆଉ ପୁଣି କ'ଣ ଆଜି ଆପଣଙ୍କର କିସ କ୍ୟାମ୍ପ ଥିଲା ତାକୁ ସାରି ଆସି ଏତେ କାମ ସାରିଲାଣି ଆଜି ନା। ହୁଁ ଆଜି ବହୁତ ଥକା ହେଇଯାଇଥିବ ନା। ଖାଇ ଦେଇକି ଖାଲି ଶୋଇପଡ଼ନ୍ତୁ। ପାଗ ବି ମସ୍ତ ଦେଇଛି, ପୁରା ବର୍ଷା ପାଗ ନା ବାପା। ଆଉ ଆପଣଙ୍କ ଫରମାଇଶରେ ସେଇ ଜହ୍ନି ପୋଡ଼ାଟା କିପରି ଲାଗୁଛି? ଜହ୍ନି ପୋଡ଼ାଟା ବଢ଼ିଆ ହେଇଛି, ବହୁତ ଟେଷ୍ଟ ହେଇଛି ଏଇଟା। ଆଚ୍ଛା ବାଡ଼ି ଜହ୍ନି ବାଡ଼ିରେ ଜହ୍ନି ନା, ଆଚ୍ଛା ସାର ଫାର କିଛି ପଡ଼ିନି। ଆଚ୍ଛା, ସେଥିପାଇଁ ବହୁତ ଟେଷ୍ଟ ଲାଗୁଛି ନା। ମଟର ଆଳୁ କଷାଟା ବି ଭଲ ହେଇଛି। ଆପଣ ତ ଏଇଟା ଗୋଟେ କିସ ମାମାଙ୍କର ଗୋଟେ ଏକ୍ସଟ୍ରା କ'ଣ ଗୋଟେ ଅଛି। ବିଲାତି ନା ଆଳୁ ପିଆଜ ଆଉ ଆମ୍ବୁଲ ଟିକେ, ପାଟି ଭଲ ଲାଗୁନି, ଦେହ ଭଲ ନଥିଲା ଟିକେ ତାକୁ ଟିକେ ଇଏ କରିଛି। ବାଇଗଣ ଭଜା, ମଟର କଷା, ମୁଁ ତ ଡାଲି ଖାଏନି। ଆଉ ସେଠି ବୋହୁର ବିଲାତି, ସିଏ ସ୍ପେଶାଲ, ସିଏ ବି ତରକାରୀ ଖାଇବନି କିଛି, ସିଏ ବି ଜହ୍ନି ଖାଇବନି। ସିଏ ବି ଜହ୍ନି ଖାଇବନି, ମୁଁ ବି ଡାଲି ଖାଇବିନି, ସିଏ ବି ଡାଲି ଖାଇବନି, ସିଏ ବି ଜହ୍ନି ଖାଇବନି। ସମସ୍ତେ ଭେରାଇଟି ଭେରାଇଟି ଆଉ ତରକାରୀ ହେଇଥାଏ। କାହା ଯେଟା ପସନ୍ଦ ସେଟା କରାଯାଏ ଆଉ। ଆଉ ଜଣ ତ ନାହାନ୍ତି, ସିଏ ନହେଲେ ଆଉ ଟିକେ ଭେରାଇଟି କହିଥାନ୍ତେ ନା। ସିଏ ସାଙ୍ଗେ ସାଙ୍ଗେ ପାମ୍ପଡ଼ ସାଙ୍ଗେ କହିଥାନ୍ତା, ନା ଟିକେ ପାମ୍ପଡ଼ ସାଙ୍ଗେ ଦେନା, ଦେଖେ ଦେଖେ ନେଇଛି ବଢ଼ିଆ ଲାଗୁଛି ଛୁଆ, ବଢ଼ିଆ ଲାଗୁଛି। ହଉ ତାହେଲେ ଖାଇଦିଅନ୍ତୁ ଆଉ। ହୁଁ ଖାଇଦିଅନ୍ତୁ ଆଉ।